ଯାଇଥିଲୁ ସେତେବେଳେ ଅବନିଶା ଡାକିଥିଲେ ସୂର୍ଯ୍ୟ ମିଶ୍ରଙ୍କୁ ସଂଯୋଜନା କରିବା ପାଇଁ ଏବଂ ଅତିଥି ଭାବରେ ସେ ଆସିଥିଲେ। ଏବଂ ପରବର୍ତ୍ତୀ ଅବସ୍ଥାରେ 1985 ମସିହାରେ ସେ ଏଇଠାରେ ରାଜ୍ୟ ଯୁବ ଲେଖକ ସମ୍ମିଳନୀର ଆୟୋଜନ କଲେ ଏବଂ ପତ୍ରିକା ପ୍ରକାଶନ କଲେ। ସମ୍ମିଳନୀ ପତ୍ରିକା ପ୍ରକାଶ ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଭିତରେ ସେ ଗୋଟିଏ ଏବଂ ଯତ୍ନ ସହିତ ସେ ଗୋଟିଏ ସୁବର୍ଣ୍ଣ ସେତୁ କରିଛନ୍ତି। ଏଠି ସାର୍ ମୁଁ ଦେଖିଥିଲି କିନ୍ତୁ ବହୁତ ଦିନ ପରେ ତାଙ୍କର ଯୌବନ ସମୟରେ ମୁଁ ତାଙ୍କୁ ଦେଖିଥିଲି। ଅକ୍ଷୟ ନାୟକଙ୍କ ସହିତ ମୁଁ ଅଳ୍ପ ଦିନ କାଳ ସମ୍ପର୍କ ହୋଇଛି। ତାଙ୍କୁ ମୁଁ ପ୍ରଣାମ କରୁଛି ତାଙ୍କର କବି ପ୍ରତିଭାକୁ ଏବଂ ଆପଣମାନେ ସମ୍ମୁଖରେ ଯେଉଁମାନେ ବସିଛନ୍ତି ତାଙ୍କୁ ମୁଁ ପ୍ରଣାମ ଜଣାଉଛି। ଜଟଣୀ ହେଉଛି ଏକ ସାରସ୍ୱତ ଭୂମି। ଯଦି ଆପଣ ପ୍ରଫୁଲ୍ଲ ପାଇକରାଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ଜଟଣୀର ଇତିହାସ ବହି ପଢ଼ିବେ ପ୍ରାଚୀନ ସମୟଠାରୁ ଆରମ୍ଭ କରି ଅଦ୍ୟାବଧି ବହୁ ସାରସ୍ୱତ ସାଧକ ଏଠି ଜନ୍ମ ଲାଭ କରିଛନ୍ତି। ଭୂପତି ପଣ୍ଡିତ